ଆପଣଙ୍କର ବ୍ୟବସାୟରେ ଲାଭ ହେଉନି, କ୍ଷତି ହେଉଛି। ବାରମ୍ବାର ନିବେଶ କଲେ ମଧ୍ୟ କ୍ଷତିରେ ପଡ଼ୁଛନ୍ତି, ଯେମିତିକି କାହା ନଜର ଲାଗିଯାଇଛି। ମୁଁ ଆପଣଙ୍କୁ ସହଜ ସରଳ ଉପାୟଟେ କହିବି, ଯଦି ମାନିବେ ତାହେଲେ ଆପଣଙ୍କ ପାଇଁକା ମଙ୍ଗଳ ହେବ। ତ ନମସ୍କାର ଦର୍ଶକ ବନ୍ଧୁ, ମୁଁ ଆପଣମାନଙ୍କ ପାଇଁ ଗୋଟେ ଏମିତି ଏକ ସରଳ ଉପାୟ ନେଇ ଆସିଛି, ଯାହାକୁ ଲଗେଇଲେ ଆପଣଙ୍କ ବ୍ୟବସାୟ ଦ୍ରୁତ ଗତିରେ ମାଡ଼ି ଚାଲିବ। ତ କ'ଣ ସେ ସରଳ ସହଜ ମନ୍ତ୍ରଟେ? ତ ଦର୍ଶକ ବନ୍ଧୁ, କହିବାକୁ ଗଲେ ଆପଣମାନଙ୍କୁ ଛୋଟିଆ ଉପାୟଟେ ମଧ୍ୟ କରିବାକୁ ପଡ଼ିବ। ଏହି ନମ୍ବର ମୋବାଇଲ ସ୍କ୍ରିନ୍ ଉପରେ ଯେଉଁ ନମ୍ବରଟି ଲେଖା ହେଇଛି, ଏହି ନମ୍ବରକୁ ଗୋଟେ କାଗଜରେ ନୋଟ୍ କରନ୍ତୁ। ଯେମିତି ଲେଖା ହେଇଛି ସେମିତି ଲେଖନ୍ତୁ। ଆକୁ ବାଇଣ୍ଡିଂ କରି ଆପଣଙ୍କ ବ୍ୟବସାୟ କରୁଥିବା କିମ୍ବା ଦୋକାନ କରୁଥିବା ଜାଗାର ଦୁଆର ମୁହଁରେ ଟଙ୍ଗାନ୍ତୁ। କେଉଁ ଦିନ ଟାଙ୍ଗିବେ? ଗୁରୁବାର ଦିନ ପୂଜା କରି ମା ଲକ୍ଷ୍ମୀଙ୍କ ପାଖରେ ପୂଜା କରି ସିନ୍ଦୁର ଲଗେଇ ଆଣିକି ଦୋକାନ ଦୁଆର ମୁହଁ, ଯେକୌଣସି ବ୍ୟବସାୟ ବାଣିଜ୍ୟ କରୁଛନ୍ତି, ଦୁଆର ମୁହଁରେ ଟାଙ୍ଗନ୍ତୁ। ଦେଖିବେ ଆପଣଙ୍କ ଦୋକାନରେ ଯେଉଁ ନଜର ସବୁ ଲାଗିଥିବ ତାହା ଦୂରୀଭୂତ ହୋଇ ଆପଣଙ୍କ ବ୍ୟବସାୟରେ ଦ୍ରୁତ ଗତିରେ ମାଡ଼ି ଚାଲିବ। ଏହି ଉପାୟ କରନ୍ତୁ, ଦେଖିବେ ଆପଣଙ୍କ ବ୍ୟବସାୟ କେମିତି ଚାଲୁଛି। ଭିଡ଼ିଓଟି ଭଲ ଲାଗୁଥିଲେ ଦର୍ଶକ ବନ୍ଧୁ ଲାଇକ୍, ସେୟାର, କମେଣ୍ଟ ଆଉ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। କମେଣ୍ଟରେ ନିହାତି ଜୟ ମା ଲକ୍ଷ୍ମୀ ଲେଖିବେ। ରହିଲୁ, ଜୟ ଜଗନ୍ନାଥ।